ଜଗନ୍ନାଥ। ନମସ୍କାର ସାଙ୍ଗମାନେ, ସମୃଦ୍ଧି ସସ୍ପେନ୍ସ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଚାଲନ୍ତୁ ଆମେ ଆଜି ବେଲପଣା କିପରି ପ୍ରସ୍ତୁତ କରିବା ଖରାଦିନ ସ୍ପେଶାଲ ବେଲପଣା ଶିଖିବା। ପ୍ରଥମେ ବେଲପଣା ପାଇଁ ବେଲ, ନଡ଼ିଆ, କଦଳୀ, ଛେନା, ଗୁଡ଼ କିମ୍ବା ଚିନି ଆଉ ଗୋଲମରିଚ ଗୁଣ୍ଡ ନେବା। ତାପରେ ବେଲକୁ ଫଟେଇ ତାକୁ ଭଲ ଭାବରେ କୋରିଦେବା। ଦେଖନ୍ତୁ ବେଲ ଫାଟିଗଲା, ଫିଟିକି ତାକୁ ଆମେ ଭଲ ଭାବରେ କୋରିଦେବା। ଏମିତି ତାକୁ କୋରଣା ସାହାଯ୍ୟରେ କରିବେ କି ଚାମଚ ସାହାଯ୍ୟରେ ମଧ୍ୟ ଆପଣ ତାକୁ ବାହାର କରିପାରିବେ। ତାକୁ ତାପରେ ଭଲ ଭାବରେ ଚକଡ଼ି ଦେବା। ଚକଡ଼ି ସେଥିରେ କିଛି ଆମେ ତାପରେ ଥଣ୍ଡା ପାଣି ଆଡ୍ କରିବା। ଖରାଦିନେ ଟିକେ ଥଣ୍ଡା ପାଣି ଦେଲେ ଏ ପଣାଟା ଟେଷ୍ଟ ଲାଗିଥାଏ। ତାପରେ ସେଥିରୁ ତାର ଖଦା ସବୁ ବାହାର କରିବି, ଆଉ ଗୋଟେ ଜାଗାରେ ରଖିଦେବା। ଖଦା ବାହାରି ସାରିଲା ପରେ ସେଥିରେ କଦଳୀକୁ ପକେଇ ଭଲ ଭାବରେ ଚକଟି ଦେବା। କଦଳୀ ଚକଟି ସାରିଲା ପରେ ସେଥିରେ କିଛି ଛେନା ପକେଇ ତାକୁ ଭଲ ଭାବରେ ଚକଟି ଦେବା। ତାପରେ ସେଥିରେ ଗୁଡ଼ ପକେଇବା। ଗୁଡ଼ ଆପଣ ଚାହିଁଲେ ବି ଚିନି ପକେଇ ପାରିବେ, କିନ୍ତୁ ଦେହ ପାଇଁ ଗୁଡ଼ଟା ବହୁତ ଭଲ, ସେଥିପାଇଁ ମୁଁ ଗୁଡ଼ ନେଇଛି। ଗୁଡ଼ ପକେଇ ତାକୁ ଭଲ ଭାବରେ ମିଶାଇ ଦେବା। ତାପରେ ଗୋଟେ ନଡ଼ିଆ ନେଇଛି। ଦେଖନ୍ତୁ ଏ ନଡ଼ିଆକୁ ଭାଙ୍ଗି ତାକୁ କୋରିଦେବା। କୋରି ସାରିକି ସେଇ ପଣାରେ ମିଶାଇଦେବା। ଦେଖନ୍ତୁ ନଡ଼ିଆ କୋରି ସାରି ସେଥିରେ ନଡ଼ିଆ କୋରା ପକେଇଦେଲି। ତାପରେ ସେଥିରେ କିଛି ଗୋଲମରିଚ ଗୁଣ୍ଡ ମିଶାଇ ତାକୁ ଭଲ ଭାବରେ ଘାଣ୍ଟି ଦେବା। ଏବେ ଆମର ବେଲପଣା ପ୍ରସ୍ତୁତ ହେଇଗଲା। ତାପରେ ତାକୁ ଆମେ ଗ୍ଲାସରେ ସର୍ଭ କରି ପିଇବାକୁ ଦେବା। ଏ ଦେହ ପାଇଁ ବହୁତ ହେଲ୍ଦି। ବେଲଟା ଆମର ଦେହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଏ। ଗ୍ୟାସ୍ ହେଇଥିବା ବେଲ ତା ପାଇଁ ବହୁତ ଭଲ। ଆପଣ ଗ୍ଲାସରେ ପଣା ଗଜାଡ଼ି ତା ଉପରେ କିଛି ନଡ଼ିଆ କୋର ଆଉ ଛେନା ଗୋଲମରିଚ ଗୁଣ୍ଡରେ ସଜାଇ ପିଇବାକୁ ଦେବେ। ଏବେ ଆମର ବେଲପଣା ପ୍ରସ୍ତୁତ ହେଇଗଲା। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ବେଲପଣା। ଦେଖନ୍ତୁ ଏବେ ଆମର ବେଲପଣା ପ୍ରସ୍ତୁତ ହେଇଗଲା। ଯଦି ମୋ ଚ୍ୟାନେଲଟି ଆପଣଙ୍କୁ ଭଲ ଲାଗିଥିବ ପ୍ଲିଜ୍ ଲାଇକ୍